ସୁଭଦ୍ରା ଯୋଜନାକୁ ନେଇ ହିତାଧିକାରୀଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି। ଅନେକଙ୍କୁ ଟଙ୍କା ମିଳିଥିବା ବେଳେ କିଛି ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଆସିନାହିଁ। ଏସବୁ ଦ୍ୱନ୍ଦ୍ୱ ଭିତରେ ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି। କିନ୍ତୁ କିଛି ମହିଳାଙ୍କୁ ସୁଭଦ୍ରା ଟଙ୍କା ଏବେ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଦଶହରା ଆଗରୁ ବଳକା ଟଙ୍କା ଆସିବ ନେଇ ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ସବୁଠୁ ବଡ଼ କଥା ହେଉଛି ସବୁ ଡକୁମେଣ୍ଟ ସଠିକ୍ ଥିବା ସତ୍ତ୍ୱେ କାହିଁକି ପ୍ରଥମ କିସ୍ତି ଆସିନାହିଁ। ସୁଭଦ୍ରା ଯୋଜନାରେ ସରକାର ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ଯଦି ଆପଣ ଫର୍ମରେ ଉଲ୍ଲେଖ କରିଥିବା ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଏ ତେବେ ଟଙ୍କା ଅଧା ବାଟରେ ଅଟକିଯାଏ। ଆପଣ ଯେତେଥର ରେଜିଷ୍ଟ୍ରେସନ କଲେ ବି ଟଙ୍କା ମିଳିବ ନାହିଁ। ଅନେକ ମହିଳାଙ୍କର ଦୀର୍ଘ ଦିନ ଧରି ବ୍ୟାଙ୍କ ଖାତାରେ କୌଣସି ଟ୍ରାଞ୍ଜାକ୍ସନ ହୋଇନଥାଏ। କିନ୍ତୁ ସେମାନଙ୍କ ନାମରେ ଅନ୍ୟ କୌଣସି ଖାତା ନଥିବାରୁ ସେମାନେ ସୁଭଦ୍ରା ଯୋଜନା ଟଙ୍କା ଆସିବା ପାଇଁ ଉକ୍ତ ଖାତା ନମ୍ବରକୁ ଫର୍ମରେ ଉଲ୍ଲେଖ କରନ୍ତି। ପ୍ରଥମେ ଜାଣନ୍ତୁ କିପରି ଜାଣିବେ ଆପଣଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଛି କି ନାହିଁ। ଯଦି ଦୀର୍ଘ ଦିନ ଧରି କୌଣସି କାରବାର ହେଉନାହିଁ ତାହେଲେ ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଏ। ଅନ୍ୟତଃ ଆଧାର ଲିଙ୍କ ହୋଇନଥିଲେ ବ୍ୟାଙ୍କ ଖାତା ସକ୍ରିୟ ବୋଲି ଧରାଯାଏ ନାହିଁ। ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ କୌଣସି ମେସେଜ କିମ୍ବା ଓଟିପି ଆସୁନଥିଲେ ଜାଣିବେ ଆପଣଙ୍କ ଖାତା ନିଷ୍କ୍ରିୟ ହୋଇଯାଇଛି। ତେଣୁ ତୁରନ୍ତ ବ୍ୟାଙ୍କ ଯାଇ ଏସବୁ ସକ୍ରିୟ କରନ୍ତୁ। ଆବେଦନ କରିବା ସମୟରେ ଫର୍ମରେ ଦେଇଥିବା ଆକାଉଣ୍ଟଟି ନିଷ୍କ୍ରିୟ ହୋଇଯାଏ ତେବେ ଆବେଦନକାରୀ କ'ଣ କରିବା ଆବଶ୍ୟକ ଶୁଣନ୍ତୁ। ସର୍ବପ୍ରଥମେ ଆବେଦନ କରିବା ପୂର୍ବରୁ ଆକାଉଣ୍ଟର ଷ୍ଟାଟସ ବାବଦରେ ଚେକ୍ କରନ୍ତୁ। ଯଦି ଫର୍ମରେ ଆକାଉଣ୍ଟ ନମ୍ବର ଦେଇଛନ୍ତି ଓ ଜାଣିବାକୁ ପାଉଛନ୍ତି ଆପଣଙ୍କ ଖାତା ନିଷ୍କ୍ରିୟ ହୋଇଯାଇଛି ତୁରନ୍ତ ବ୍ୟାଙ୍କ ଯାଇ ଏହାକୁ ସକ୍ରିୟ କରିପାରିବେ। ଯାହା ଫଳରେ ଟଙ୍କା ଆସିବାକୁ ବିଳମ୍ବ ହୋଇପାରେ କିନ୍ତୁ ଆପଣ ଲାଭରୁ ବଞ୍ଚିତ ହେବେ ନାହିଁ। ଯଦି ଖବରଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍ କମେଣ୍ଟ ସେୟାର କରିବାକୁ କେବେ ଭୁଲିବେନି। ଜୟ ଜଗନ୍ନାଥ।